ସୁସ୍ଥ ଶରୀର ଓ ସକ୍ରିୟ ମସ୍ତିଷ୍କ ପାଇଁ ପାଖାପାଖି 6ରୁ 8 ଘଣ୍ଟା ଶୋଇବା ନିହାତି ଜରୁରୀ। ଏଥିରୁ କମ୍ ହେଲେ ସ୍ୱାସ୍ଥ୍ୟ ଖରାପ ହୁଏ ବୋଲି ଡାକ୍ତର କୁହନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଜଣେ ବ୍ୟକ୍ତି ଦିନକୁ କେବଳ 30 ମିନିଟ୍ ହିଁ ଶୋଇଥାନ୍ତି। ଏକଥା ବିଶ୍ୱାସ ନ କଲେ ବି ସତ। ଜାପାନର ହୋଗ ରାଜ୍ୟରେ ରହୁଥିବା ଡାଇସୁକେ ହୋରି ନାମକ ବ୍ୟକ୍ତି ଏମିତି ହିଁ ଦିନ ବିତାନ୍ତି। ଡାଇସୁକେ ହୋରି ଦିନରେ କେବଳ 30 ମିନିଟ୍ ହିଁ ଶୋଇଥାନ୍ତି। ଏହା ତାଙ୍କର ଦିନେ କି 2 ଦିନର କଥା ନୁହେଁ। ଗତ 12 ବର୍ଷ ଧରି ସେ ଏମିତି ହିଁ କରି ଆସୁଛନ୍ତି। ପେସାରେ ବ୍ୟବସାୟୀ ଥିବା 40 ବର୍ଷୀୟ ଡାଇସୁକେ କୁହନ୍ତି, ସେ ନିଜ ଆୟୁଷକୁ ବଢ଼ାଇବା ପାଇଁ ଏମିତି ହିଁ ଦିନଚର୍ଯ୍ୟା ପାଳନ କରୁଛନ୍ତି। ସେ ନିଜ ଶରୀର ଓ ମସ୍ତିଷ୍କକୁ ଏହିପରି ଅଭ୍ୟାସରେ ପକାଇ ଦେଇଛନ୍ତି। କେବଳ 30 ମିନିଟ୍ର ନିଦ ପରେ ତାଙ୍କ ଶରୀର ପୁଣି କାମ କରିବାକୁ ପ୍ରସ୍ତୁତ ହୋଇଯାଏ। ହୋରି କୁହନ୍ତି, ନିଦକୁ 30 ମିନିଟ୍ ଭିତରେ ସୀମିତ ରଖିବାରେ ତାଙ୍କର କାର୍ଯ୍ୟଦକ୍ଷତାରେ ଖୁବ୍ ସୁଧାର ଆସିଛି। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁସାରେ ଡାଇସୁକେ ହୋରି ଏମିତି କାମ କରି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଏହି ଥିଓରି ଉପରେ ପୁଣି ଭାବିବାକୁ ବାଧ୍ୟ କରିଦେଇଛନ୍ତି, ଯିଏ କୁହନ୍ତି କି ମାନବ ଶରୀରକୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ 6ରୁ 8 ଘଣ୍ଟାର ନିଦ ନିହାତି ଜରୁରୀ। ନିଦର ଅଭାବରେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। କେବଳ 30 ମିନିଟ୍ ଶୋଉଥିବା ହୋରି କୁହନ୍ତି, ତାଙ୍କ ଶରୀର ଖୁବ୍ କମ୍ ସମୟର ନିଦ୍ରା ସହ ଖୁବ୍ ଭଲରେ କାର୍ଯ୍ୟ କରୁଛି। ଏଥିରେ ତାଙ୍କର ଶରୀର ଓ ମସ୍ତିଷ୍କ ଉପରେ ନକାରାତ୍ମକ ପରିବର୍ତ୍ତେ ସକାରାତ୍ମକ ପ୍ରଭାବ ପଡ଼ିଛି। ଡାଇସୁକେ କୁହନ୍ତି, ଯଦି ଆପଣ ନିୟମିତ ବ୍ୟାୟାମ କରୁଛନ୍ତି ଆଉ ଭୋଜନର ଘଣ୍ଟାଏ ପୂର୍ବରୁ କଫି ପିଉଛନ୍ତି, ଏହା ଆପଣଙ୍କୁ ଆଳସ୍ୟରୁ ରକ୍ଷା କରିଥାଏ। ସେ କୁହନ୍ତି, ମନ ଧ୍ୟାନରେ କାମ କରିବାକୁ ଅଧିକ ସମୟର ନିଦ ପରିବର୍ତ୍ତେ ଏକ ଆରାମଦାୟକ ନିଦର ଆବଶ୍ୟକ ହୋଇଥାଏ। ସେ କୁହନ୍ତି, ଯେଉଁ ଲୋକଙ୍କୁ ନିଜ କାମରେ ନୀତି ଏକାଗ୍ରତା ଆବଶ୍ୟକ ହୋଇଥାଏ, ତାଙ୍କୁ ଅଧିକ ସମୟ ଶୋଇବା ଅପେକ୍ଷା ଯେତିକି ବି ହେଉ ଭଲ ନିଦ୍ରା ଦରକାର। କହି ରଖୁଛି କି ଡାଇସୁକେ ହୋରି ଜାପାନର ସର୍ଟ ସ୍ଲିପର୍ସ ଟ୍ରେନିଂ ଆସୋସିଏସନ୍ ମଧ୍ୟ ଚଲାନ୍ତି। ଏହାକୁ ସେ 2016ରୁ ଆରମ୍ଭ କରିଛନ୍ତି। ଏହି ଆସୋସିଏସନ୍ ଅନୁସାରେ ସେ ନିଦ୍ରା ଓ ସ୍ୱାସ୍ଥ୍ୟ ଉପରେ କ୍ଲାସ୍ ଦେଇଥାନ୍ତି। ସେ ଏବେ ସୁଦ୍ଧା 2100ରୁ ଅଧିକ ଲୋକଙ୍କୁ ଅଲ୍ଟ୍ରା ସର୍ଟ ସ୍ଲିପର୍ସ ହେବାର ଟ୍ରେନିଂ ଦେଇସାରିଛନ୍ତି। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡେସ୍କ।